ଗ୍ରାମାଞ୍ଚଳରେ ଶାସନକୁ ଦକ୍ଷ ଓ ସୁଦୃଢ଼ କରିବା ପାଇଁ ସରକାର ସର୍ବଦା ଚେଷ୍ଟା କରିବା ସହ ପଦକ୍ଷେପ ନେଉଛନ୍ତି। ବାସ୍ତବିକ ଯଦି ଆମେ ଦେଖିବା, ଅର୍ଥନୀତିର ମୂଳ ଆତ୍ମା ଗ୍ରାମର କ୍ଷେତ, ମାଟି, ତାର ଶ୍ରମ ଏବଂ ସ୍ୱାଭିମାନରେ ଲୁଚି ରହିଥାଏ। ଗ୍ରାମୀଣ ଅର୍ଥନୀତି ଶକ୍ତିଶାଳୀ ହେଲେ ଦେଶ ଆତ୍ମନିର୍ଭର ଏବଂ ସମୃଦ୍ଧ ହୋଇପାରିବ। ସେହି କାରଣରୁ ଜାତିର ପିତା ମହାତ୍ମା ଗାନ୍ଧୀ ସର୍ବଦା କହୁଥିଲେ, ଭାରତର ଆତ୍ମା ଗ୍ରାମରେ ବାସ କରେ। ତାଙ୍କ ଚିନ୍ତାଧାରାରେ ଗ୍ରାମ ସ୍ୱୟଂ ସମ୍ପୂର୍ଣ୍ଣ, ଗ୍ରାମବାସୀ ସ୍ୱାବଲମ୍ବୀ ଏବଂ ଶ୍ରମ ହେଉଛି ସବୁଠୁ ବଡ଼ ପୁଞ୍ଜି। ଆଜିର ସମୟରେ ପୂଜ୍ୟ ବାପୁଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଗ୍ରାମୀଣର ରୋଜଗାର, ଜୀବିକାର ସୁଦୃଢ଼ୀକରଣ, ଦକ୍ଷତାର ବିକାଶ ଓ ଆତ୍ମନିର୍ଭର ଗ୍ରାମ ଗଠନ ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି। ସେ ଦିଗରେ ଆଉ ପାଦେ ଆଗେଇ ଯାଇ ସରକାର ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ ଗ୍ରାମୀଣ VBG ରାମଜୀ ଯୋଜନା ଆଣିଛନ୍ତି, ଯାହା ସଂସଦରେ ଅନୁମୋଦନ ଲାଭ କରିଛି। ସେ ବିଲ୍ କ'ଣ, କାହିଁକି ଅଣାଯାଇଛି ଏବଂ ଏହାଦ୍ୱାରା ଗ୍ରାମର କ'ଣ ବିକାଶ ହୋଇପାରିବ, ସେ ସମ୍ପର୍କରେ ଆମେ ଆଲୋଚନା କରିବା। ଆଲୋଚନା ପାଇଁ ଆମ ସହ ଆଜି ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବରିଷ୍ଠ ସାମ୍ବାଦିକ ହରିହର ତ୍ରିପାଠୀ ସାର୍। ସାର୍ ନମସ୍କାର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ସାର୍, ଆଜି ଆମେ VBG ରାମଜୀ ବିଲ୍ ଉପରେ ଆଲୋଚନା କରିବା। ବିଲ୍ ଉପରେ ଆଲୋଚନା କରିବା ପୂର୍ବରୁ ପ୍ରଥମେ ଏ ବିଲ୍ କ'ଣ, ସେ ସମ୍ପର୍କରେ ବିସ୍ତୃତରେ କୁହନ୍ତୁ। ସମସ୍ତ ଶ୍ରୋତାବନ୍ଧୁ ଏବଂ ଦର୍ଶକମାନଙ୍କୁ ନମସ୍କାର। ଆମର କେନ୍ଦ୍ର ସରକାର ଏବେ ବର୍ତ୍ତମାନ ଚାଲିଥିବା ଯେଉଁ ମନରେଗା ଯୋଜନା ଅଛି, ସେ ମନରେଗା ଯୋଜନା ବଦଳରେ ଗୋଟେ ନୂଆ ଆଇନ ଆଣିବାକୁ ଯାଉଛନ୍ତି, ଯାହା ହେଉଛି VBG ରାମଜୀ, ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ। ଏ ବିଲ୍ରେ ପୁରୁଣା ଜିନିଷ ସବୁ ରହିଛି। ତେଣୁ ପ୍ରଥମ କଥା, ଆମର ଗ୍ରାମର ଲୋକମାନେ, ଆମ ଭାରତର ସାଧାରଣ ଜନତା, କୃଷକ, ଏମାନେ ଆଦୌ ଭାବିବା ନୁହେଁ ଯେ ସରକାର ଗୋଟେ ନୂଆ କିଛି ଆଣୁଛନ୍ତି। ସରକାର ସେ ପୁରୁଣା ଜିନିଷକୁ ନୂଆ ଢଙ୍ଗରେ ଆଣୁଛନ୍ତି। ତାର କାରଣ ବି ଅଛି। ପରିବର୍ତ୍ତନ ହେଉଛି ଜୀବନର ଗୋଟେ ଅବିସମ୍ବାଦିତ ସତ୍ୟ, ଯାହାକୁ କି ଆମେ କେବେ ଅସ୍ୱୀକାର କରିପାରିବା ନାହିଁ। ପରିବର୍ତ୍ତନ ହେଉଛି ଆମର ନିୟମ। ସେଇ ଦୃଷ୍ଟିରୁ ଦେଖିଲେ ସମାଜରେ ମଧ୍ୟ, ଖାଲି ଜୀବନ କ୍ଷେତ୍ରରେ ନୁହେଁ, ସମାଜରେ ମଧ୍ୟ ପରିବର୍ତ୍ତନଟା ନିହାତି ଆବଶ୍ୟକ। ଯେଉଁ ମନରେଗା ଯୋଜନା ଏବେ ଯେଉଁ ଚାଲିଛି, ସେଇଟା 2005 ମସିହାରେ ଷ୍ଟାର୍ଟ ହେଇଥିଲା। 2005ରୁ ଆଜି ହେଲାଣି ଆସି 2025, ଆମେ ଶେଷ ମୁହୂର୍ତ୍ତରେ ପହଞ୍ଚିଲେଣି। 20 ବର୍ଷ ହେଇଗଲାଣି। ଏ 20 ବର୍ଷ ଭିତରେ ଭାରତରେ ଅନେକ ପରିବର୍ତ୍ତନ ହେଇଛି। ଗୋଟେ ଡିଜିଟାଲ ଭାରତ ନିର୍ମାଣ ହେଇଛି, ବା ବର୍ତ୍ତମାନ ଆମେ ଗୋଟେ ଡିଜିଟାଲ ଦେଶରେ ବାସ କରୁଛୁ, ଯେଉଁଟାକି 2005 ମସିହା ବେଳେ ଲୋକଙ୍କ ହାତରେ କଦବା କ୍ୱଚିତ ଲୋକଙ୍କ ହାତରେ ମୋବାଇଲ ଫୋନ୍ ଥିଲା। ଏବେ ସମସ୍ତଙ୍କ ହାତରେ ମୋବାଇଲ ଫୋନ୍। ସେହି ଦୃଷ୍ଟିରୁ ଦେଖିଲେ ଦେଶର ପରିବେଶ ବି ବଦଳି ଯାଇଛି। ତେଣୁ ଏ ଯେଉଁ ବଦଳୁଥିବା ପରିବେଶରେ ଲୋକଙ୍କୁ ନିଜର ଆତ୍ମନିଯୁକ୍ତି ଦେବା, କାମ ଦେବା, ଲୋକଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସର୍ବୋପରି 2047ରେ ସରକାର ଯେଉଁ ବିକଶିତ ଭାରତର ଲକ୍ଷ୍ୟ ରଖିଛନ୍ତି, ତାକୁ ପୂରଣ କରିବା ପାଇଁ ମନରେଗାର ପରିବର୍ତ୍ତନ ଆବଶ୍ୟକ ଥିଲା। ବିଠଲ ସଖାରାମ ବାଗେ, ସେ ହେଉଛନ୍ତି ମହାରାଷ୍ଟ୍ରର ଜଣେ ନେତା, ଗାନ୍ଧୀବାଦୀ। 1977 ମସିହାରେ ସେ ପ୍ରଥମେ EGS, ଯେଉଁଟାକି ନିଶ୍ଚିତ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ଗୋଟେ ସେ ଆଣିଥିଲେ। ସେଇଟା ଥିଲା ଆମର ମନରେଗାର ମୂଳ ଭିତ୍ତି। ସରକାର ସେଠୁ ଅନୁପ୍ରାଣିତ ହୋଇଥିଲେ। ବର୍ତ୍ତମାନର ଯେଉଁ ସରକାର, ଆମର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ, ସେ ମଧ୍ୟ ଦେଖିଲେ ମନରେଗା ଧୀରେ ଧୀରେ କିଛିଟା ସମସ୍ୟା ଭିତରକୁ ଆସୁଛି। ତେଣୁ ମନରେଗାର ପରିବର୍ତ୍ତନ ଆବଶ୍ୟକ। ମନରେଗାରେ କ'ଣ ଥିଲା ନା, ଲୋକଙ୍କୁ କେବଳ ଆମେ କାମ ଦେଉଥିଲେ, ମଜୁରୀ ଦେଇଦେଲେ, ଲୋକ ନେଇଗଲେ, ମଜୁରୀ ଚଳିଗଲେ। ତାଙ୍କ ଭିତରେ ଯେଉଁ ସ୍ୱାବଲମ୍ବନଶୀଳତା ଆସିବ, ସେମାନେ ଯେମିତି ଆଉ ବିନା ସରକାରଙ୍କ ସହାୟତାରେ ଯେମିତି ନିଜର ଜୀବନ ନିଜେ ଚଳାଇ ପାରିବେ, ସେଇ କଥାଟାକୁ ଲକ୍ଷ୍ୟ ରଖି ସରକାର ବର୍ତ୍ତମାନର ମନରେଗାରେ ପରିବର୍ତ୍ତନ ଆଣି VBG ରାମଜୀ ଯେଉଁ ଗ୍ରାମୀଣ, ସେଇଟାକୁ ଆଣିଛନ୍ତି। ସାର୍, ନୂଆ ଯୋଜନାଟି ଗ୍ରାମୀଣ ଅର୍ଥନୀତିକୁ କେତେ ସୁଦୃଢ଼ କରିବ ବୋଲି ଆପଣ ଭାବୁଛନ୍ତି? ଏବଂ ଆମର ଯେଉଁ ଲକ୍ଷ୍ୟ ଅଛି 2047 ମସିହା ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ଅଛି, ତ ନୂଆ ଢାଞ୍ଚାରେ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହୋଇପାରିବ? ଢାଞ୍ଚା ନିଶ୍ଚିତ ରୂପେ ନୂଆ, ମାତ୍ର ତାକୁ ବ୍ୟବସ୍ଥିତ କରାଯାଇଛି। ମନରେଗାର ଯେଉଁ କଥା ଗୁଡ଼ିକ ଥିଲା, ସେ କଥା ମଧ୍ୟ ନୂଆ ଆଇନରେ ରହିଛି। ଏବେ ଯେଉଁ ନୂଆ ଆଇନରେ 125 ଦିନର ଗ୍ୟାରେଣ୍ଟି କାମ ଯୋଜନା ଦେଉଛନ୍ତି। ପୂର୍ବରେ ମନରେଗାରେ ସେଇଟା 100 ଦିନ ଥିଲା।
125 दिन 125 दिन ମାନେ 25 दिन ଅଧିକା ମିଳିଲାଣି ମିଳିବ। ଇଏ ହେଲା ଫାଷ୍ଟ କଥା। ଦ୍ୱିତୀୟ କଥା ହେଉଛି ମନରେଗା ବେଳେ ବର୍ଷ ସାରା କାମ ଯେତେବେଳେ ସୁବିଧା ହେଉଥିଲା ଦିଆଯାଉଥିଲା ଲୋକଙ୍କୁ, କିନ୍ତୁ ଏତେ ସରକାର ଏଇ ଯେଉଁ ନୂଆ ଆଇନରେ କରିଛନ୍ତି ଯେ ଚାଷ କାମ ପାଇଁ 2 ମାସ ପୁରା ଦିଆଯିବ। ସେ 2 ମାସରେ ଚାଷ କାମ ହେବ ଏବଂ ଯେଉଁ ଶ୍ରମିକମାନେ ବି ସେ ସମୟରେ ଚାଷୀଙ୍କୁ ସାହାଯ୍ୟ କରିପାରିବେ, ଚାଷ କାମରେ ଇନଭଲ୍ଭ ହୋଇପାରିବେ। ଏଇଟା ଗୋଟେ ସେକେଣ୍ଡ ବଡ଼ କଥା ଗୋଟେ ରହିଛି। ତୃତୀୟ କଥା ରହିଛି ଯେ ଫଣ୍ଡସ୍ କଥା ରହିଛି। ମନରେଗାଟା ଗୋଟେ କେନ୍ଦ୍ରୀୟ ଯୋଜନା ଥିଲା ସମ୍ପୂର୍ଣ୍ଣ ରୂପେ। ସରକାର କିନ୍ତୁ ସେଇଟାକୁ ଆଉ ରାଜ୍ୟ ଉପରକୁ କିଛି ଦେଇଛନ୍ତି ଦାୟିତ୍ୱ। ଆପଣ ଦେଖନ୍ତୁ ରାଜ୍ୟ ସରକାରଙ୍କ ଉପରୁ ବର୍ଡ଼ନ୍ ଆସିଲେ ହିଁ ରାଜ୍ୟ ସରକାର ସେ ଆଇନଟାକୁ ବା ସେ ଯୋଜନାଟାକୁ ଠିକ୍ ଭାବରେ ପରିଚାଳିତ କରିବେ। କେନ୍ଦ୍ର ସରକାରଙ୍କର 60% ଅର୍ଥ, ରାଜ୍ୟ ସରକାରଙ୍କର 40% ଅର୍ଥ। ଏଇ ଯେଉଁ ରହିଲା ରାଜ୍ୟ ଉପରକୁ କିଛିଟା ଗୋଟେ ବର୍ଡ଼ନ୍ ସିଫ୍ଟ କରାଗଲା, ଆର୍ଥିକ ବର୍ଡ଼ନ୍, ରାଜ୍ୟ ସରକାର ନିଶ୍ଚିତ ଚାହିଁବେ ତାଙ୍କ ପଇସାଟା ଠିକ୍ ଭାବରେ ଉପଯୋଗ ହେଉ। ତେଣୁ ଗୋଟେ ପରିଚାଳନାରେ ଏଇ ଯେଉଁ ଯୋଜନାର ପରିଚାଳନାରେ ନିଶ୍ଚିତ ସୁଧାର ଆସିବ ଗୋଟେ। ଇଏ ହେଲା ସେକେଣ୍ଡ ପଏଣ୍ଟ। ଥାର୍ଡ଼ ପଏଣ୍ଟ, ବର୍ତ୍ତମାନ ସରକାର ଏଥିରେ ପୁରା ଡିଜିଟାଲ ବ୍ୟବସ୍ଥାଟାକୁ ଇନଭଲ୍ଭ କରିଛନ୍ତି, ଆ ଭିତରେ ଦେଇ ଇନକ୍ଲୁଡ଼ କରିଛନ୍ତି। ଏବେ ଏଆଇ ତ ହେବ, କିନ୍ତୁ ଏବେ ସବୁଠାରୁ ବଡ଼ କଥା ହେଉଛି, ସବୁଠାରୁ ଯେଉଁଟା ଇମ୍ପୋର୍ଟାଣ୍ଟ କଥା ସେଇଟା ହେଉଛି ରିଅଲ୍ ଟାଇମ୍ ଆଟେଣ୍ଡାନ୍ସ। ସେଇଟା ହେଉଛି ଗୋଟେ ମାନେ ବହୁତ ବଡ଼ କଥା। କାହିଁକିନା ଯେଉଁ ଜିଓ ଟ୍ୟାଗିଂ କରୁଥିଲେ ଆଗରୁ ତା ଦେହରେ ଦୁର୍ନୀତି ହେଉଥିଲା। ଏବେ କିନ୍ତୁ ସରକାର ବି କରିଛନ୍ତି ଡ୍ରୋନ୍ ସାହାଯ୍ୟରେ ପୁରା ଇନ୍ସପେକ୍ସନ୍ ହେବ। ତାପରେ ରିଅଲ୍ ଟାଇମ୍ ଆଟେଣ୍ଡାନ୍ସ ବେଳେ ଯେଉଁମାନେ ବସିକିରି ମଧ୍ୟ ଦେଖିପାରିବେ ଯେ ପ୍ରକୃତରେ କାମଟା ହେଉଛି କି ନାହିଁ। ଏଇ ଯେଉଁ ନୂଆ ଆଇନରେ ମେସିନ୍ରେ କାମ କରିବା ସମ୍ପୂର୍ଣ୍ଣ ଅସମ୍ଭବ ହୋଇପାରିବ। ତା ଛଡ଼ା ଏଆଇ ଯେଉଁଟା କଥା କହିଲେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଆଗରୁ କ'ଣ ହେଉଥିଲା ନା ଲୋକ ମରିଯାଇଥିବେ, ତାଙ୍କର ଯଦି ଆକାଉଣ୍ଟ ଥିବ ସେମାନେ ସେ ମରିଯାଇଥିବେ ଲୋକ, ଜାଗାରେ ନଥିବେ ଲୋକ, ତାଙ୍କର ମଧ୍ୟ ଆକାଉଣ୍ଟ ବ୍ୟବହାର କରିଦେଉଥିଲେ। ଏବେ କିନ୍ତୁ ଏଆଇ ଫେସ୍ ରେକଗ୍ନିସନ୍ ସିଷ୍ଟମ୍ ଅନୁସାରେ ଜାଣିପାରିବ କେଉଁ ଶ୍ରମିକ ପ୍ରକୃତରେ କାମ କରୁଛନ୍ତି କି ନାହିଁ, ଶ୍ରମିକ ପ୍ରେଜେଣ୍ଟ ଅଛନ୍ତି କି ନାହିଁ। ତାପରେ ଏ ଯେଉଁ ରିଅଲ୍ ଟାଇମ୍ ଯେଉଁ ଆଟେଣ୍ଡାନ୍ସରେ କାମ ଆରମ୍ଭରୁ ନିଆଯିବ, ଶେଷରେ ନିଆଯିବ। ତେଣୁ କାମ ଆଉ ଗଳତି ହେବାର ଚାନ୍ସ ମିଳିବନି। ସାର୍, এই ଯୋଜନାରେ କେଉଁ ବର୍ଗ ଅଧିକ ଲାଭାନ୍ୱିତ ହେବେ ଏବଂ କୃଷକମାନେ ଯଦି ଆମେ ଦେଖିବା ସେମାନେ କେତେ ଲାଭ ପାଇବେ ଏଥିରୁ? କୃଷକମାନଙ୍କ ପାଇଁ ଏଇଟା ଅଧିକ ଲାଭବାନ ହେବ ମୋ ମତରେ। କୃଷକମାନେ ପ୍ରଥମ କଥା 2 ମାସ ଗୋଟେ ଫ୍ରି ପାଉଛନ୍ତି, ଆଜ୍ଞା। 2 ମାସ ଚାଷ କାମ ପାଇଁ ପାଉଛନ୍ତି। ଇଏ ହେଲା ଗୋଟେ ଫାଷ୍ଟ ପଏଣ୍ଟ। ତେଣୁ କୃଷକମାନଙ୍କ ପାଇଁ ଏଇଟା ଲାଭବାନ, କାହିଁକିନା ସେମାନେ ଚାଷ କରିବା ସହିତ ବାକି ସମୟ ଧରାଯାଉ 2 ମାସ ଆପଣଙ୍କର 365 ଦିନରୁ 2 ମାସ 60 ଦିନ ଗଲା, ଆଉ ରହିଲା 305 ଦିନ ରହିଲାଣି। 305 ଦିନରୁ ସେମାନଙ୍କୁ 125 ଦିନର କାମ ମିଳିଯିବ। ଆଜ୍ଞା। ତେଣୁ ଶ୍ରମିକଙ୍କ ଠାରୁ କୃଷକମାନେ ନିଶ୍ଚିତ ରୂପେ ଅଧିକ ବେନିଫିଟ୍ ହେବେ। ତା ଛଡ଼ା ଶ୍ରମିକମାନେ ମଧ୍ୟ ବେନିଫିଟ୍ ହେବେ। ଶ୍ରମିକମାନେ 125 ଦିନର କାମ ବି ପାଉଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ଆ ଦେହରେ ଦୁର୍ନୀତି ଟିକେ କମିବ ଏବଂ ଦୁର୍ନୀତି କମିବା ଦ୍ୱାରା ରିଏଲି ଯେଉଁମାନେ ଉପକୃତ ହେବା କଥା ହେବେ। ସାର୍, ସାମ୍ପ୍ରତିକ ସ୍ଥିତିରେ ନୂଆ ଯୋଜନା ଆଣିବାର କ'ଣ ଆବଶ୍ୟକତା ପଡ଼ିଲା? ମନରେଗା ଯୋଜନା ତ ଚାଲିଥିଲା, ବର୍ତ୍ତମାନ ପରିସ୍ଥିତିରେ ଆକୁ ପରିବର୍ତ୍ତନ କରିବାର କାହିଁକି ଆବଶ୍ୟକତା ପଡ଼ିଲା? ଏକ୍ଜାକ୍ଟଲି, ସରକାର ସେଇ କଥାଟା ଯେଉଁ ଆଣିଛନ୍ତି ତାକୁ ନେଇ ବର୍ତ୍ତମାନ ଦେଶ ସାରା ବି ଚର୍ଚ୍ଚା ହେଉଛି ଯେ ନୂଆ ଯୋଜନାର କ'ଣ ଆବଶ୍ୟକତା ଥିଲା। କିନ୍ତୁ ଏଇଟା ନିହାତି ଆବଶ୍ୟକ ଥିଲା, କାରଣ ସାରା ଦେଶରୁ, କେବଳ ଓଡ଼ିଶାର ନୁହଁ, ସାରା ଦେଶରୁ ଆସୁଛି ଅଭିଯୋଗ ବି ଆସୁଥିଲା ଯେ ମେସିନ୍ ଦ୍ୱାରା କାମ ହେଉଛି। ତା ଛଡ଼ା ଲୋକ ନାହାନ୍ତି, ତାଙ୍କ ନାଁରେ ଫଲ୍ସ ବିଲ୍ କରାଯାଉଛି। ଆପଣ ଦେଖିବେ ସୋସିଆଲ ମିଡ଼ିଆ ଖୋଲନ୍ତୁ, ଗଣମାଧ୍ୟମରେ ବି ଖୋଲନ୍ତୁ, ପ୍ରତ୍ୟେକ ଦିନ ପେପର ବି ଆଡ଼ାନ୍ତୁ, ଏମିତି ହଜାର ହଜାର ଅଭିଯୋଗ। ସରକାରଙ୍କ ପାଇଁ ଏ ଜିନିଷ ଗୁଡ଼ାକୁ ରେକ୍ଟିଫାଏ କରିବା, ମନରେଗା ଯେଉଁ ଲାଇନରେ ଚାଲିଛି ବା ଯେଉଁ ଧାରାରେ ଚାଲିଛି ସେ ଧାରାରେ କରିବା ସମାଧାନ ନଥିଲା। କିନ୍ତୁ ଏଇ ଯେଉଁ ନୂଆ ଆଇନଟା ସରକାର ଆଣିଛନ୍ତି, ଏଥିରେ ସରକାର ଗୋଟେ ଆପଣଙ୍କୁ କହୁଛି ଗୋଟେ PM ଗତି ଆମର ଯେଉଁଟା ଅଛି ସେଇଟାକୁ ସହିତ ସେ ଇନକ୍ଲୁଡ଼ କରୁଛନ୍ତି। PM ଗତିରେ ରହୁଛି କ'ଣ ନା ଗୋଟିଏ ବିଭାଗ ସହିତ ଅନ୍ୟ ବିଭାଗ, ଯଦି ଗୋଟିଏ ବିଭାଗର କାମ ହେଉଛି ଅନ୍ୟ ବିଭାଗର ସମନ୍ୱୟ କରିକି ସେ କାମଟାକୁ ସକ୍ସେସଫୁଲ୍ କରାଯାଉଛି। ଏବେ ମନରେଗାକୁ ସେଥିରେ ଯୋଡ଼ାଯାଉଛି। ଏଥିରେ କ'ଣ ହେଲା ନା ଦୁର୍ନୀତି କମିଯିବ ନିଶ୍ଚିତ ରୂପେ, କାହିଁକିନା ସରକାରଙ୍କ ପାଖକୁ ସବୁ ଡାଟା ଯିବ, ଆ ଦେହରେ ଗଳତି ହେବାର ଚାନ୍ସ ନାହିଁ, କମିଯିବ। ସେତେବେଳେ ଆପଣ କହୁଛନ୍ତି କି ପୂର୍ବରୁ ଯେଉଁ ମନରେଗା ଯୋଜନା ଥିଲା ସେଥିରେ ମାନେ ଆମର ସରକାର ଠିକ୍ ଭାବରେ ତାହାକୁ ଉନ୍ନତ କରିବା ପାଇଁ ପ୍ରୟାସ କରୁନଥିଲେ। ନାଇଁ, ସରକାର କେବଳ ଧ୍ୟାନ ଦେଉଥିଲେ ଲୋକ କେମିତି କାମ ପାଇଯାଆନ୍ତୁ, ମଜୁରୀ ପାଇଯାଆନ୍ତୁ, ସଷ୍ଟେନେବିଲିଟି, ଲୋକ ଆତ୍ମନିର୍ଭର ହୁଅନ୍ତୁ। ମନରେଗାର ଫର୍ମାଟ୍ରେ ସେଇଟା ନଥିଲା। କାହିଁକିନା ଆପଣ ଦେଖିବେ ମନରେଗାରେ ଗାଁରେ କାମ ହେବ, ଯେଉଁଠି ନାହିଁ ସେଠି ସେମାନେ ବନ୍ଧ ଖୋଳିଦେବେ। ଏବେ ରିଏଲି ସରକାର ଦେଖିବେ ଯେ କେଉଁ ଜାଗାରେ ଦରକାର, ରିଏଲି କାମଟା ହେବା ଦରକାର। ଏଇ ଗଡ଼ିଆଟା ଏଠି ହେଲେ ମାଛ ଚାଷ ହେବ, ଗାଁ ପୋଖରୀର ଉନ୍ନତି ହେବ, ଲୋକଙ୍କର ଉନ୍ନତି ହେବ। ଏଇ ଜିନିଷଟା ବର୍ତ୍ତମାନ ହେବ।
କିନ୍ତୁ ଆଗରୁ ସେଇଟା ହେଉନଥିଲା, ଆଗରୁ ବ୍ୟବସ୍ଥିତ ନଥିଲା। ଏବେ ମଧ୍ୟ ସେଇ କାମ ହେବ, କିନ୍ତୁ ଏବେ ସେଇଟା ବ୍ୟବସ୍ଥିତ ହେବ, କୋଉଟା ଦରକାର କୋଉଟା ନ ଦରକାର ନୁହେଁ, ଗୋଟେ ଯୋଜନାକୁ ବ୍ୟବସ୍ଥିତ ଢଙ୍ଗରେ କରାଯିବ। ସେଇଟା ସେଇଟା ଗୋଟେ କଥା ହଉଛି ଯୋଜନାକୁ କାହିଁକି ଆମର ଯୋଉ ଚାହିଦା ଆଧାରିତ ପାଣ୍ଠି ଅର୍ଥାତ୍ ଡିମାଣ୍ଡ ବେସ୍ଡ ପାଣ୍ଠିରୁ ମାନକ ଆଧାରିତ ପାଣ୍ଠିକୁ ପରିବର୍ତ୍ତିତ କରାଯାଇଛି। ଠିକ୍ ସେଇଟା ଗୋଟା କହିଲେ, ସେଇ କଥା ମୁଁ ଯେଉଁ କହିଲି ଚାହିଦା ଆଧାରିତ ପାଣ୍ଠି କହିଲେ ଗୋଟେ ଗାଁରେ 100 ଲୋକ ଅଛନ୍ତି, 100 ଲୋକଙ୍କ ପାଇଁ ଏତିକି ନିଯୁକ୍ତି ପାଇଁ କାମ ଦରକାର, ଏତିକି ଦରକାର ସେ ଦେଇ ଦେଉଥିଲେ, ସରକାର ସେତିକି ହେଇଯାଉଥିଲା। କିନ୍ତୁ ଏବେ ସେଇଟା ଗୁଣବତ୍ତା ଦେଖିବେ। ଜଣେ ଲୋକ ଗୋଟେ ଗୁହାଳ ଘର ପାଇଁ ଆଣିଲା, ସେ ଗୁହାଳ ଘର କରିବ ଏବଂ ଗୁହାଳ ଘର କରିବା ଦ୍ୱାରା ତାର ସେ ଗାଈ ରଖିବ, ତାର ଯେଉଁ ଡେଭଲପମେଣ୍ଟ ହେବ ତାକୁ ସେ ଆତ୍ମନିର୍ଭରଶୀଳ କରିବ, ମାନକ ଆଧାରିତ ରହୁଛି। ଆଜ୍ଞା। କିନ୍ତୁ ସେତେବେଳେ ଚାହିଦା ଅନୁସାରେ କ'ଣ ତାକୁ କେବଳ ଗୁହାଳ ପାଇଁ ଦିଆଯାଉଥିଲା, ସେ ତାର ଗୁହାଳରେ କରିକିରି ବହୁତ ଲୋକ ବି ଅଛି ଘର କରୁଛନ୍ତି, କୁକୁଡ଼ା ଫାର୍ମ ପାଇଁ କରୁଛନ୍ତି, କୁକୁଡ଼ା ନାହାନ୍ତି, ଗଡ଼ିଆ ଖୋଳୁଛନ୍ତି, ମାଛ ଚାଷ ହେଉନି। ଏଇ ଯେଉଁ ଜିନିଷ ଗୁଡ଼ାକ ଚାଲିଥିଲା ସେଗୁଡ଼ାକ ଏବେ ଆଉ ହେବନି। ଏବେ ସବୁ ବିଷୟରେ ଗୁଣବତ୍ତା ଦେଖିବେ। ଏଇଟା କେମିତି ଦେଖିବେ ସରକାର ନା ସରକାରଙ୍କର ସେଠି ଗୋଟେ ନ୍ୟାସନାଲ୍ ଷ୍ଟାକ୍ ଗୋଟେ ଡାଟା ମାନେ ଇଏ କରୁଛନ୍ତି, ତା ଦେହରେ ସବୁ ଜିନିଷର ଡାଟା ଅପଲୋଡ଼ ହେବ। ସରକାର ଜାଣିବେ ବାସ୍ତବରେ ଏଇଟା ଗୁହାଳଟେ ହେଇଛି ଏବଂ ତା ଦେହରେ ଗୋରୁ ରହୁଛନ୍ତି ଏବଂ ରାଜ୍ୟ ସରକାର ମଧ୍ୟ ଟିକେ ନିଶ୍ଚିତ ରୂପେ କ'ଣ ଦାୟିତ୍ୱବାନ ହେବେ। ସାର୍ ଯେଉଁ ମାନକ ଆଧାରିତ ପାଣ୍ଠି ବା ଯେଉଁ ନର୍ମେଟିଭ୍ ଫଣ୍ଡ ଆମେ କହୁଛେ, ସେ ବିଲ୍ରେ ଥିବା ଯେଉଁ 125 ଦିନର କାର୍ଯ୍ୟ ଦିବସକୁ କୌଣସି ବାଧା ପହଞ୍ଚିବ କି? ଯଦି କାମ ବାଟମାରଣା ନ ହୋଇ ସଠିକ୍ ଭାବରେ ହେବ କିଛି ଅସୁବିଧା ହେବ ନାହିଁ। ସାର୍ ମହିଳାଙ୍କ ପାଇଁ ବିଲ୍ରେ ସବୁ କ'ଣ କ'ଣ ମହିଳାଙ୍କ ପାଇଁ ବହୁତ ବିଲ୍ରେ ବହୁତ ସୁବିଧା ଅଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯେଉଁଟା ଅଛି ସେମାନେ ସାମୂହିକ ଭାବରେ କାମ ମଧ୍ୟ ନେଇପାରିବେ, କାମ କରିପାରିବେ ଏବଂ ଗୋଷ୍ଠୀର ଭାଗିଦାରିତା ବଢ଼ିବ, ସେଇଟା ବହୁତ ସୁବିଧା ଅଛି। ଯଦି କାମ କିମ୍ବା ଜଣେ ମଜୁରୀ ପାଉନି ତେବେ ସେ ଯାଇ କୋଉଠି ଅଭିଯୋଗ କରିପାରିବ କି ମୋତେ କାମ ମିଳିବା ଦରକାର କି ଗୋଟେ ଗ୍ରାମ ପଞ୍ଚାୟତକୁ କାର୍ଯ୍ୟ କେତେବେଳେ ଆସିଲା ଜଣେ ଜାଣିବେ କେମିତି? ସେଇଟା ତ ହେଉଛି ଯେଉଁ ନୂଆ ଆଇନର ଗୋଟେ ମାନେ କ'ଣ ମାଧୁର୍ଯ୍ୟ ଯାହା କହନ୍ତି, କାହିଁକିନା ସରକାର ସେଇଥିପାଇଁ ନୂଆ ପୋର୍ଟାଲ ଗୋଟେ କରୁଛନ୍ତି। ସେ ପୋର୍ଟାଲରେ ସବୁ ଡାଟା ଅପଲୋଡ଼ ହେବ ସବୁବେଳେ ପାଇଁ, ଲୋକ ନିଜ ସେଇ ପୋର୍ଟାଲରେ ଯାଇକରି ଆପ୍ଲାଏ କରିପାରିବେ ଅନଲାଇନରେ ଯେ ଆମକୁ କାମ ମିଳୁନି, ଡାଇରେକ୍ଟ ଲୋକ ଏବେ ସିଧାସଳଖ ଅନଲାଇନରେ ଆପ୍ଲାଏ କରିପାରିବେ। ଗ୍ରାମର ପ୍ରକାର ଚୟନଟା କିଏ କରିବେ, ଶ୍ରମିକ କରିବେ ନା ସରପଞ୍ଚ? ନା ଏଇଟା ସେଇଥିପାଇଁ ଯେଉଁ ସରକାରଙ୍କର ଯେଉଁ ଅଛି ପଞ୍ଚାୟତ ବିକଶିତ ପଞ୍ଚାୟତ ଯୋଜନାରେ ସେଇଟା ସରପଞ୍ଚ ଏବଂ କର୍ମକର୍ତ୍ତା ମାନେ ସେଇଟା ଡିସାଇଡ୍ କରିବେ। ସାର୍ ବର୍ତ୍ତମାନ ଯେଉଁ ଯୋଜନାକୁ କେନ୍ଦ୍ରୀୟ କ୍ଷେତ୍ର ଯୋଜନାରୁ ଗୋଟେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଭାବେ ପରିବର୍ତ୍ତନ କରାଗଲା, ଆପଣଙ୍କୁ କେମିତି ଦେଖୁଛନ୍ତି? ସରକାରଙ୍କର ଲକ୍ଷ୍ୟ ରହୁଛି ଲୋକ ପ୍ରକୃତ ବେନିଫିଟ୍ ପାଆନ୍ତୁ। ସରକାର ତାକୁ କ'ଣ କଲେ, ଆଗରୁ ସେଣ୍ଟ୍ରାଲାଇଜ୍ ହେଇଥିଲା, କେନ୍ଦ୍ର କେବଳ ବୁଝୁଥିଲା, ସବୁକିଛି ପଇସା ଆସୁଥିଲା କେନ୍ଦ୍ର ଦେଉଥିଲା, ଲୋକ ତାକୁ ବ୍ୟବହାର କରି ପକାଉଥିଲେ। ଏବେ କିନ୍ତୁ ସେଇଟା ନାହିଁ। ଏବେ ସେଇଟା କ'ଣ ହେଉଛି ନା ରାଜ୍ୟ ସରକାର ଆପଣ ଜାଣିଥିବେ 6%ରୁ 9%କୁ ବଢ଼େଇଛନ୍ତି, ତାଙ୍କର ଯେଉଁ ପରିଚାଳନାଗତ ଖର୍ଚ୍ଚଟାକୁ ମଧ୍ୟ ବଢ଼େଇଛନ୍ତି, ସେଇଟା କରିଛନ୍ତି। ଯାହାଦ୍ୱାରା କ'ଣ ହେବ ନା ରାଜ୍ୟ ସରକାରଙ୍କ ଦାୟିତ୍ୱ ବଢ଼ିବ, ରାଜ୍ୟ ସରକାର ନିଶ୍ଚିତ ରୂପେ କେନ୍ଦ୍ର ସରକାର ମିଶିକିରି କାମ ହେବ। ଏଇଟା ଯୋଜନାର ସୋସିଆଲ ଅଡିଟ୍କୁ ଆପଣ କେମିତି ଦେଖୁଛନ୍ତି? ସୋସିଆଲ ଅଡିଟ୍ଟା ଏବେ କ'ଣ ହେଉଛି ନା ଗ୍ରାମ ସଭାର ରିପୋର୍ଟଟା ଅପଲୋଡ଼ ହେବ, ଡ୍ୟାସବୋର୍ଡ଼ରେ ରହିବ। ଏବେ ଏମିତିକି ସେଇଟା PM ଗତି ସହିତ ମଧ୍ୟ କନେକ୍ଟ ହେବ। ତେଣୁ ଗ୍ରାମ ସଭାରେ ଯଦି କେଉଁ ଗାଁରେ କାମ ହେଉଛି, ଏବେ ଗ୍ରାମ ସଭାର ପ୍ରତ୍ୟେକ ରିପୋର୍ଟ ଅନଲାଇନ୍ ହେବ, ସମସ୍ତେ ଦେଖିପାରିବେ। ତେଣୁ ଗ୍ରାମ ସଭା ରିପୋର୍ଟଟାକୁ ମଧ୍ୟ କେନ୍ଦ୍ରୀୟ ସ୍ତର ପର୍ଯ୍ୟନ୍ତ ସମସ୍ତେ ସେଟାକୁ ଇନ୍ସପେକ୍ସନ୍ କରିପାରିବେ। ତାର ପରିଚାଳନାଟା କରିବା ପାଇଁ ସରକାର ବହୁତ ପ୍ରୟାସ କରିଛନ୍ତି। ମୁଁ ଭାବୁଛି ଏଇଟା ନିଶ୍ଚିତ ରୂପେ ଗୋଟେ ନୂତନ ଭାରତ ନିର୍ମାଣ କ୍ଷେତ୍ରରେ ବା 2047ରେ ଯେଉଁ ବିକଶିତ ଭାରତ କଥା କହୁଛନ୍ତି ସେଥିରେ ନିଶ୍ଚିତ ସକ୍ସେସ୍ ହେବ ସେଇଟା। ସାର୍ ଆପଣ ଗ୍ରାମୀଣ କୃଷକ ଓ ଯେଉଁ ଶ୍ରମିକମାନେ ରହିଲେ ସେମାନଙ୍କୁ କ'ଣ ବାର୍ତ୍ତା ଦେବେ, ସେମାନେ କେମିତି ବିଲ୍ର ଲାଭ ଉଠାଇ ପାରିବେ? ଗ୍ରାମୀଣ କୃଷକମାନେ ନିଶ୍ଚିତ ରୂପେ ଏଥିରୁ ବେନିଫିଟ୍ ପାଇବେ, ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ଆପଣଙ୍କ ଏରିଆରେ ବି ଯେଉଁଠି ବିନା ଲୋକରେ କାମ ହେଉଛି, ମେସିନରେ କାମ ହେଉଛି, ଏସବୁ କଥା ଗୁଡ଼ିକ ଲୋକ ସାହସ କରି ଗ୍ରାମ ସଭାରେ ପକାନ୍ତୁ ଏବଂ ଗ୍ରାମ ସଭାରେ କୃଷକ ଶ୍ରମିକମାନେ ଯେଉଁମାନେ କାମରେ ହଇରାଣ ହେଉଛନ୍ତି ବା ସେମାନେ ସେଠି ନିଜର ଦାବିଟାକୁ ଉପସ୍ଥାପନ କରନ୍ତୁ। ଦୁର୍ନୀତିକୁ ମଧ୍ୟ ଯଦି ହେଲା ସେ ବିଷୟରେ ସ୍ୱର ଉତ୍ତୋଳନ କରନ୍ତୁ ଏବଂ ସ୍ୱାବଲମ୍ବୀ ହୁଅନ୍ତୁ। VBG-RAMG ବିଲ୍ ସିଧାସଳଖ ଭାବେ ଗ୍ରାମୀଣ ଭାରତର ରୋଜଗାର, ଜୀବିକା ଏବଂ ଆତ୍ମନିର୍ଭରତା ସହ ଜଡ଼ିତ। କାରଣ ଗ୍ରାମ ଶକ୍ତିଶାଳୀ ହେଲେ ଦେଶ ଶକ୍ତିଶାଳୀ ହେବ, ସେହି ଚିନ୍ତାଧାରା ଓ ପ୍ରୟାସକୁ ନେଇଥିଲା ଆଜିର ଆମର ଏହି ଆଲୋଚନା। ସାର୍ ତାଙ୍କର ବହୁମୂଲ୍ୟ ମତାମତ ରଖିଲେ। ସାର୍ ଆପଣଙ୍କ ସହ କଥା ହୋଇ ବହୁତ ଭଲ ଲାଗିଲା। ଧନ୍ୟବାଦ। ନମସ୍କାର।